नमस्कार। जीवन सारा सुस्थ रहिबार केतोटी नियम आसंतु जानिबा। एक, आपण प्रतिदिन सकाळर सूर्य किरण निहाती भाବରେ नियंतु, ଯାହା ଫଳରେ ଆପଣଙ୍କର ଶରୀରରେ ଭିଟାମିନ୍ ଡି ର ଅଭାବ ରହିବ ନାହିଁ। 2, ସବୁଦିନ ଖାଦ୍ୟରେ କ୍ଷୀର, ଦହି, ସାଲାଡ୍, ଫଳ, ସବୁଜ ପନିପରିବା ଓ ଡାଲି ଜାତୀୟ ଖାଦ୍ୟ ନିହାତି ଭାବରେ ସେବନ କରନ୍ତୁ। 3, ଆପଣ ଯେତେବେଳେ ଖାଦ୍ୟ ଖାଉଛନ୍ତି ସେତେବେଳେ ଅଧିକ ପାଣି ପିଇବା ଉଚିତ ନୁହେଁ। ଯଦି ନିହାତି ପାଣିର ଆବଶ୍ୟକତା ଅଛି ତେବେ ଗୋଟେ ଢୋକ ହିଁ ପାଣି ପିଅନ୍ତୁ। 4, ଆପଣ ସବୁଦିନ ଖାଦ୍ୟରେ ଅମୃତଭଣ୍ଡା ଓ ଶାଗକୁ ନିହାତି ଭାବରେ ସାମିଲ କରନ୍ତୁ। 5, ଯେକୌଣସି ଖାଇବା ପଦାର୍ଥକୁ ଥରେ ରୋଷେଇ କରିବା ପରେ ବାରମ୍ବାର ଗରମ କରି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଖାଦ୍ୟର ପୁଷ୍ଟିକତା କମିଯାଇଥାଏ ଏବଂ ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ ଲାଗିନଥାଏ। 6, ଘରେ ଥିବା ବୟସ୍କ ଲୋକମାନଙ୍କ ସହ ସମୟ ବିତାଇବା ଉଚିତ କାରଣ ସେମାନଙ୍କର ଛୋଟ ଛୋଟ କଥା ଆମ ଜୀବନରେ ବହୁତ ଦରକାରୀ ହୋଇଥାଏ। 7, ସବୁଦିନ ଶୋଇବା ଆଗରୁ ଗୋଟେ ତମ୍ବା ପାତ୍ରରେ ପାଣି ଘୋଡ଼ାଇ ରଖନ୍ତୁ ଏବଂ ସକାଳୁ ସେହି ପାଣିକୁ ପିଅନ୍ତୁ। ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ। 8, କମଳା, ଲେମ୍ବୁ, ଅଙ୍ଗୁରରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଥାଏ, ସେଥିପାଇଁ ଏହାର ସେବନ ପ୍ରତିଦିନ କରନ୍ତୁ। 9, ଯଦି ତରକାରୀ ଅଧିକ ରାଗ ହୋଇଛି ତେବେ ସେଥିରେ ଅଳ୍ପ ଲେମ୍ବୁ ରସ ପକାଇ ଦିଅନ୍ତୁ, ଏହାଦ୍ୱାରା ତରକାରୀରୁ ରାଗ କମିଯାଇଥାଏ। 10, ଭୃସଙ୍ଗ ପତ୍ର ଓ ମନ୍ଦାର ପତ୍ରକୁ ବାଟିକି ନଡ଼ିଆ ତେଲ ମିଶାଇକି କେଶ ମୂଳରେ ଲଗାନ୍ତୁ, ଯାହାଦ୍ୱାରା କେଶ ଶୀଘ୍ର ବୃଦ୍ଧି ହୋଇଥାଏ ତା ସହିତ ଘନ ହୋଇଥାଏ। ଆଜିର ଏହି ସୁନ୍ଦର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।